You said never let me go. ଜୟ ଜଗନ୍ନାଥ। ଆଜି ଆମେ ଏହି ଭିଡ଼ିଓରେ ଜାଣିବା ଆଭା କାର୍ଡ଼ କେମିତି ଆପ୍ଲାଏ କରାଯାଏ। ଆଭା କାର୍ଡ଼ କହିଲେ এই କାର୍ଡ଼ଟିକୁ ଆପଣ ନେଇକି ମେଡ଼ିକାଲରେ ଦେଖେଇଲେ ଇନ୍ସୁରାନ୍ସ କିଛି ମିଳିବ ନାହିଁ, ଆପଣ ଆଇଡିଟେ ଦରକାର। ତ ଏ ଆଇଡ଼ିରେ କ'ଣ ହେବ ନା ଆପଣଙ୍କର ଯେଉଁ ମେଡ଼ିକାଲରେ କିଛି ରୋଗ କିଛି କ'ଣ ହେଉଛି ଆପଣଙ୍କ ଡାଟାବେସ୍ ହିସାବରେ ଏଥିରେ ସେଭ୍ ରହିବ। ସେଥିପାଇଁ ଆଭା ନମ୍ବରଟି ଆପଣଙ୍କର ଦରକାର। ଚାଲନ୍ତୁ କେମିତି ଆମେ ଆପ୍ଲାଏ କରିବା। ଆଭା ଲଗ୍ଇନ୍ କରିକି କ୍ରିଏଟ୍ ଆଭା ନମ୍ବର କରିବା, ସର୍ଚ୍ଚ କରିଦେବା। ତ କ୍ରିଏଟ୍ ଇୟର ଆଭା ନମ୍ବର ଆଧାର ଦ୍ୱାରା ଆମେ କରିବା, ଡ୍ରାଇଭିଂ ଲାଇସେନ୍ସ ଦ୍ୱାରା ଦୁଇଟା ଅଛି, ତ ଆମେ ଆଧାର ଦ୍ୱାରା କରିବା। ଆଧାର ନମ୍ବରଟା ଏଣ୍ଟ୍ରି କରିଦିଅନ୍ତୁ ଫାଷ୍ଟ, ତାପରେ ଆଧାର ଅଥେଣ୍ଟିକେସନ୍ ହବ, କମ୍ୟୁନିକେସନ୍ ଡିଟେଲ୍ସ, ଆଭା ଆଡ୍ରେସ୍ କ୍ରିଏସନ୍। ତ ଆଧାର ନମ୍ବର ଫାଷ୍ଟ ଏଣ୍ଟ୍ରି କରିଦିଅନ୍ତୁ। ଏଣ୍ଟ୍ରି କରିସାରିବା ପରେ କ୍ୟାପଚାଟି ଦେଇ ନେକ୍ସଟ କରିଦିଅନ୍ତୁ। ନେକ୍ସଟ କରିସାରିବା ପରେ ଆଧାରରେ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ ଥିବ ସେଥିରକୁ ଗୋଟେ OTP ଆସିବ। ସେ OTPଟି ଦେଇକି ଦେଲା ପରେ ମୋବାଇଲ ନମ୍ବରଟି ବି ଦେଇଦେବେ। ଆଧାରରେ ଯେଉଁ ନମ୍ବରଟି ଥିଲା ମୋର ସେଠାକୁ ଏଣ୍ଟ୍ରି କରିକି ତ ଆଗକୁ ଯିବେ। କଣ୍ଟିନ୍ୟू କରିସାରିବା ପରେ ତ ଏଣ୍ଟର ଇମେଲ୍ ଆଡ୍ରେସ୍ ମାଗୁଛି, ତ ଆମର ଇମେଲ୍ କିଛି ଦରକାର ନାହିଁ, ଆମେ ଦେବାନି, ତ ସ୍କିପ୍ କରିଯିବା ଏ ପେଜ୍ଟା। ତାପରେ ଏଣ୍ଟର ଆଭା ଆଡ୍ରେସ୍ ଏଠି ଦେଉଛି 3-4ଟେ ଦେଉଛି, ତ ଯେଉଁ ସଜେସନ୍ ହିସାବରେ କରିକି କ୍ରିଏଟ୍ ଆଭା କାର୍ଡ଼ କରିବା ଆଉ। ତ ଫାଇନାଲି ଆମର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭା ଯେଉଁଟା ଆୟୁଷ୍ମାନ କାର୍ଡ଼ କହୁଛନ୍ତି ସେଇଟା ଅବଶ୍ୟ ଚାଲୁ ହେଇନି, ଆମର ଆଭାଟା ଏବେ ଓଡ଼ିଶାରେ ଚାଲୁଅଛି। ତ ଏହି ହିସାବରେ ଆପଣ ମାନଙ୍କରେ କ୍ରିଏଟ୍ କରିବେ ନମ୍ବରଟି, ନିହାତି ଏଇଟା ଆବଶ୍ୟକ ଆପଣଙ୍କର ଫ୍ୟୁଚର୍ ପାଇଁ। ଜୟ ଜଗନ୍ନାଥ। ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।